ଭତ୍ତା ବିଷୟରେ ତ ଆଗରୁ ଆମେ ବିଭିନ୍ନ ପ୍ରକାର ଭିଡ଼ିଓ ମାଧ୍ୟମରେ ବିଭିନ୍ନ ପ୍ରକାର କଥା ଆପଣକେ କହି ଆସିଛୁଁ। ଆଉ ଏଥର ଦେଖୁନ୍ ଟିକେ ଆପଣକେ ଟିକେ ଖୁସି କଲା ଭଳିଆ ଟିକେ କଥା ଲାଗ୍ବା। ମାନେ ଅଳପ ଅଳପ ତ ଖୁସି ଲାଗ୍ବା, ବେଶୀ ତ ନାଇଁ ଲାଗେ, ବହୁତ ହେ 1-2% ଏକା ଆପଣକେ ଖୁସି ଲାଗିପାରେ ଆଜ୍ଞା। ତ ଯେନ୍ଟା ପେପର୍ରେ ହେଇଛି ଆଜ୍ଞା ସେ ହିସାବରେ ମୁଇଁ ଆପଣକେ ଭିଡ଼ିଓ ବନଉଛେ। କୌଣସି ମନ ଗଢ଼ା କାହାଣୀ କରିକରି ଆପଣକେ ଟାଇମ୍ ପାସ୍ ନାଇଁ କରାବା। ମୋହନ ସରକାରଙ୍କ ବଡ଼ ଭେଟି ଏହି ତାରିଖରେ ହିତାଧିକାରୀଙ୍କୁ ମିଳିବ ଭତ୍ତା ଟଙ୍କା ବୋଲି କୁହାଯାଉଛି ଆଜ୍ଞା। ତାର ଆଗରୁ ଯଦି ପହିଲା କରି ଦେଖୁଥିବେ ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥନ୍। ଯାହା ବି ଆମେ ଆପଣଙ୍କୁ ଇନଫର୍ମେସନ୍ ଦେମୁ ସବୁ ନ୍ୟୁଜ୍ ପେପର୍ ହିସାବରେ ଆମେ ଆପଣକେ ପ୍ରୋଭାଇଡ଼ କରମୁ ଆଜ୍ଞା। ପେପର୍ ବି ଆପଣମାନେ ସ୍କ୍ରିନ୍ର ସାମ୍ନା ଦେଖିପାରୁଥିବେ 11:23 AM 13 ଅଗଷ୍ଟ 2024 ଧରିତ୍ରୀ ତରଫରୁ ଜଣେ ନ୍ୟୁଜ୍ ପେପର୍ରେ ପଲେଇ ଆସିଛି ଆଜ୍ଞା। ଆର୍ ଇନେ ମେନସନ୍ କରାଯାଇଛି ସ୍ୱାଧୀନତା ଦିବସ ପୂର୍ବରୁ ରାଜ୍ୟବାସୀଙ୍କୁ ମୋହନ ସରକାରଙ୍କ ବଡ଼ ଭେଟି ଦେବାକୁ ଯାଉଛନ୍ତି। ରାଜ୍ୟରେ ମଧୁବାବୁ ପେନ୍ସନ୍ ଯୋଜନାରେ ହିତାଧିକାରୀଙ୍କୁ ସରକାର ଟଙ୍କା ଦେବେ। ଅଗଷ୍ଟ 15 ତାରିଖରେ ନୂଆ ହିତାଧିକାରୀଙ୍କୁ ଭତ୍ତା ରାଶି ମିଳିପାରେ ବୋଲି କୁହାଯାଉଛି। ମନେ ରଖନ୍ ଇନେ ଅଗଷ୍ଟ 15 ତାରିଖ ଦିନେ ଯେନ୍ଟାକି ଭତ୍ତା ରାଶି ମିଳିପାରେ, ମିଲବା ବୋଲି ନାଇଁ କହିବା ଆଜ୍ଞା, ମିଳିପାରେ ଲେଖିଛି ଏଇ ଜାଗାରେ ଦେଖୁନ୍। ଯଦି ମିଲବା ବୋଲି କହିଥାନ୍ତା ବୋଲେ ଆମ ବିଶ୍ୱାସ ଟିକେ ରହିତା, କିନ୍ତୁ ମିଳିପାରେ ବୋଲି କୁହାଯାଉଛି। ତାର ଅର୍ଥ ସେ ନ୍ୟୁଜ୍ ପେପର ବାଲାମାନେ ବି ଡାଉଟ୍ରେ ଅଛନ୍ ଆଜ୍ଞା। ହେଲେ ଏହାକୁ ନେଇ ଏଯାଏ କୌଣସି ସରକାରୀ ଘୋଷଣା ହୋଇନାହିଁ। ମନେ ରଖନ୍ ସରକାର ତରଫରୁ କୌଣସି ଡିକ୍ଲାର ନାଇଁ ହେବା। ଆଗରୁ ଗୋଟେ କଥା ମୁଇଁ କହିଥିଲି, ଆପଣ ଗୋଟେ ଭିଡ଼ିଓ କରିଥିଲି, ଆପଣ କହିଥିଲେ ଅଗଷ୍ଟ 15ରେ ପଇସା ମିଳିଲା ବୋଲିକରି। ତ ସରକାର ତରଫରୁ କୌଣସି ପତେ ତାର ଡିକ୍ଲାର ନାଇଁ ହେବା। ଆର୍ ଦେଖୁନ୍ ଆଜକେ ଯେନ୍ ଦିନ ଭତ୍ତାଟା ଡିକ୍ଲାର କରାଗଲା, ନେହେଲେ ପ୍ରତ୍ୟେକ 5 ତାରିଖ ଦିନ ଯେଉଁମାନେ ଭତ୍ତା ପଇସା ପାଉଛନ୍, 1000 ଯାହା ବି ଆପଣ 500 ଯାହା ବି ପାଉଛନ୍, ତ ତାଙ୍କୁ 5 ତାରିଖ ଭିତରେ ଆକାଉଣ୍ଟରେ ମିଳୁଥିଲା। କିନ୍ତୁ ସେ 5 ତାରିଖ ଦେଇକରି ଆଜକେ 13 ତାରିଖ ବି ହେଇଗଲା ନା, କିନ୍ତୁ ଏ ପତେ ବି ସେ ଯେନ୍ ଆକାଉଣ୍ଟ ବେସ୍ରେ ଯେନ୍ ପେମେଣ୍ଟ ହେଉଥିଲା ସେଟା ବି ସବୁ ବନ୍ଦ ହେଇଛେ। ଆଗରୁ ଦେଖ ଆପଣକେ ନିକେ ଭତ୍ତା ଲାଗି ଆପଣକେ ଛତା ମିଳୁଥିଲା ଆଜ୍ଞା, ଶାଲ୍ କମଲ ଚାଦର ସବୁ ମିଳୁଥିଲା। ଏ ସବୁ ବି ଯେନ୍ଟାକି ଏବେ ଟୋଟାଲ୍ ବନ୍ଦ ହେଇଯାଇଛି। ହয়তো ନୂଆ ସରକାର ଏନ ଲାଗି କିଛି ଅଲଗା ବ୍ୟବସ୍ଥା କରିପାରନ୍। ଭାଜପା ନିର୍ବାଚନ ସମୟରେ ଭତ୍ତା ବଢ଼ିବା ନେଇ ପ୍ରତିଶ୍ରୁତି ଦେଇଥିଲା। ଆଉ ଚଳିତ ବର୍ଷ ବଜେଟ୍ ଏଥିପାଇଁ ବ୍ୟୟବରାଦ ହୋଇଥିଲା। ମୁଖ୍ୟମନ୍ତ୍ରୀ ବଜେଟ୍ ଘୋଷଣା କରିଥିଲେ ଯେ 60 ବର୍ଷରୁ ଅଧିକ ସମସ୍ତଙ୍କୁ 3000 ଟଙ୍କା ଏବଂ 80 ବର୍ଷରୁ ଅଧିକ ବୟସଙ୍କୁ 3500 ଟଙ୍କା ଭତ୍ତା ମିଳିବ। ସରକାର ରାଜ୍ୟରେ ମଧୁବାବୁ ପେନ୍ସନ୍ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବଢ଼ାଇଛନ୍ତି। ପୂର୍ବରୁ 28,61,000 ହିତାଧିକାରୀ ଥିବା ବେଳେ 4,13,000 ବୃଦ୍ଧି ହୋଇଛି। ତେବେ ଅଗଷ୍ଟ 15 ତାରିଖରେ ନୂଆ ହିତାଧିକାରୀଙ୍କୁ ଭତ୍ତା ରାଶି ମିଳିବ ବୋଲି ସମ୍ଭାବନା ରହିଛି। ମନେ ରଖନ୍ ଇନେ କହୁଛି ଯେନା ସମ୍ଭାବନା ଚାନ୍ସ ବହୁତ ରହୁଛି ବୋଲି ଯେନା ଧରିତ୍ରୀ ନ୍ୟୁଜ୍ ତରଫରୁ ପେପରଟା ମେନସନ୍ ହେଇଛି ଆଜ୍ଞା। ତ ଏଇଟା ଥିଲା ଆପଣମାନେ ଲାଗି ଛୋଟିଆ ଅପଡ଼େଟ୍। ଯେତେବେଳେ ଯେନ୍ ଅପଡ଼େଟ୍ ଆସିବା ଆରାମସେ ଆପଣମାନେ ଆମ ଚ୍ୟାନେଲ୍ ଦେଖିପାରିଲେ ପାଇପାରିବେ। ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରୁଛନ୍ତି। ଯାହା ବି ଆମେ ଆପଣଙ୍କୁ ଦେମୁ ସବୁ ନ୍ୟୁଜ୍ ପେପର ହିସାବରେ ଆମେ ଆପଣଙ୍କୁ ଭିଡ଼ିଓଟା ପ୍ରୋଭାଇଡ଼ କରମୁ ଆଜ୍ଞା।